ଖ୍ରୀଷ୍ଟପୂର୍ବ 261 ମସିହାରେ ଭାରତୀୟ ଉପମହାଦେଶରେ ଏକ ଭୟାବହ ରକ୍ତାକ୍ତ ଯୁଦ୍ଧ ଲଢ଼ା ଯାଇଥିଲା। ଆପଣ ଏହି ଯୁଦ୍ଧର ନାମ ଜାଣନ୍ତି କି? ଏ ହେଉଛି କଳିଙ୍ଗ ଯୁଦ୍ଧ। ତ କଳିଙ୍ଗ ଯୁଦ୍ଧ କାହା ମଧ୍ୟରେ ଲଢ଼ା ଯାଇଥିଲା? କଳିଙ୍ଗ ଯୁଦ୍ଧ କଳିଙ୍ଗ ରାଜ୍ୟ ଏବଂ ଅଶୋକଙ୍କ ମଧ୍ୟରେ ଲଢ଼ା ଯାଇଥିଲା। ତ ଅଶୋକ ଯିଏକି ମୌର୍ଯ୍ୟ ସାମ୍ରାଜ୍ୟର ସମ୍ରାଟ ଥିଲେ ଏବଂ କୁହାଯାଏ କି ଏହି ଯୁଦ୍ଧରେ ପାଖାପାଖି 2,50,000 ସୈନିକଙ୍କର ମୃତ୍ୟୁ ହୋଇଥିଲା। ତ ଏ ଯୁଦ୍ଧର ଭୟାବହତା ଏତେ ଥିଲା ଏବଂ ଏତେ ଭୀଷଣ ଥିଲା କି ଯାହା ଜଣେ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିବାରେ ସାହାଯ୍ୟ କରିଥିଲା। ତ ମୁଁ ଆଜି ପହଞ୍ଚିଛି ଠିକ୍ ସେହି ସ୍ଥାନରେ ଯେଉଁଠାରେ କଳିଙ୍ଗ ଯୁଦ୍ଧ ଲଢ଼ା ଯାଇଥିଲା, ଅର୍ଥାତ୍ ଦୟା ନଦୀର ନିକଟରେ ରହିଥିବା କଳିଙ୍ଗ ଶାନ୍ତିସ୍ତୂପ, ଯାହାକୁ ଧଉଳି ଶାନ୍ତିସ୍ତୂପ ମଧ୍ୟ କୁହାଯାଏ। ତ ଏହି ଧଉଳି ଶାନ୍ତିସ୍ତୂପକୁ ମୁଁ ଆଜି ଆପଣଙ୍କୁ ବୁଲେଇ ଦେଖେଇବି। ତ ଆପଣଙ୍କ ପଛପଟେ ମଧ୍ୟ ଏହା ଦେଖିପାରୁଥିବେ। ତ ମୋ ସହିତ ରହିଛି। ମୁଁ ଏବେ ସେ ଧଉଳି ସ୍ତୂପର ଠିକ୍ ତଳେ ହିଁ ଛିଡ଼ା ହେଇଛି। ତ ଆପଣ ଦେଖିପାରୁଥିବେ ଧଉଳିଗିରି, ଯାହାକି ଦୟା ନଦୀର ତୀରରେ ଅବସ୍ଥିତ, ଆଉ ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର 8 କିଲୋମିଟର ଦକ୍ଷିଣ ଦିଗରେ ଅବସ୍ଥିତ। ଧଉଳି ଶାନ୍ତିସ୍ତୂପକୁ ପିସ୍ ପାଗୋଡ଼ା ମଧ୍ୟ କୁହାଯାଏ, ଯାହାକି କଳିଙ୍ଗ ଯୁଦ୍ଧର ଏକ ମୁକସାକ୍ଷୀ ଭାବରେ ଛିଡ଼ା ହୋଇଅଛି। ଆଉ ଏହାକୁ ଜାପାନ ବୁଦ୍ଧ ସଂଘ ଏବଂ କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ଦ୍ୱାରା ନିର୍ମାଣ କରାଯାଇଥିଲା। ଏ ସ୍ଥାନକୁ ପହଞ୍ଚିବା ପାଇଁ ଅନେକ ଗୁଡ଼ିଏ ମାର୍ଗ ଥିଲେ ମଧ୍ୟ ଦୟା ନଦୀର ତୀରେ ତୀରେ ଯଦି ଆପଣମାନେ ଏ ସ୍ଥାନକୁ ଆସୁଛନ୍ତି, ତେବେ ଆପଣ ଏହାର ଅପରୂପ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିପାରିବେ। ଫ୍ରେଣ୍ଡସ୍, ଏ ହେଉଛି ଦୟା ନଦୀ। ଠିକ୍ ମୋ ପଛପଟେ ଆପଣ ଦେଖିପାରୁଥିବେ। ତ ଏହି ଦୟା ନଦୀ ତୀରରେ ହିଁ ଧଉଳି ପାହାଡ଼ ଅଛି, ଆଉ ସେ ଧଉଳି ପାହାଡ଼ ଉପରେ ହିଁ ଧଉଳିଗିରି ରହିଛି। ଏ ହେଉଛି ପ୍ରକୃତିର ସୁନ୍ଦରତମ ଦୟା ନଦୀ, ଯାହାକି ଦିନେ କଳିଙ୍ଗ ଯୁଦ୍ଧର ପ୍ରଭାବରୁ ରକ୍ତରେ ଏହାର ଜଳ ଲାଲ ପଡ଼ିଯାଇଥିଲା। ଏ ସ୍ଥାନକୁ ଆସିବା ସମୟରେ ଆପଣଙ୍କୁ ପାହାଡ଼ର ପାଦଦେଶରେ କେତେକ ମନ୍ଦିର ମଧ୍ୟ ଦୃଶ୍ୟମାନ ହେବ, ଯେମିତି ଭୈରଙ୍ଗେଶ୍ୱର ମନ୍ଦିର, ଯାହାକି ଏକ ଶିବ ମନ୍ଦିର, ଏବଂ ଅନ୍ୟ କେତେକ ପ୍ରମୁଖ ମନ୍ଦିର ମଧ୍ୟ ଆପଣ ଏଠାରେ ଦେଖିପାରିବେ। ଏଠାରେ ମଧ୍ୟ ଏକ ଚର୍ଚ୍ଚ ରହିଅଛି। ମହାନ ସମ୍ରାଟ ଅଶୋକଙ୍କ ବିଷୟରେ ଆମ ସମସ୍ତଙ୍କୁ କିଛି ନା କିଛି ନିଶ୍ଚିନ୍ତତଃ ଜଣା, ଯିଏକି 273 ମସିହାରେ ବିନ୍ଦୁସାରଙ୍କ ପରେ ମୌର୍ଯ୍ୟ ସାମ୍ରାଜ୍ୟର ଶାସକ ହୋଇଥିଲେ। ଆଉ ଅଶୋକ ପିଲାବେଳରୁ ନିର୍ଭୀକ, ସାହସୀ ଏବଂ ନିଷ୍ଠୁର ଥିଲେ। ତାଙ୍କର ଏହି ନିଷ୍ଠୁର ପ୍ରବୃତ୍ତି ପାଇଁ ଲୋକମାନେ ତାକୁ ଚଣ୍ଡାଶୋକ ବୋଲି କହୁଥିଲେ, କିନ୍ତୁ ତାଙ୍କୁ କେହି ବି ପସନ୍ଦ କରୁନଥିଲେ। ଆଉ ବିନ୍ଦୁସାରଙ୍କ ଶାସନ କାଳରେ ଯେତେବେଳେ ତକ୍ଷଶିଳାରେ ବିଦ୍ରୋହ ଦେଖାଯାଇଥିଲା, ସେହି ବିଦ୍ରୋହକୁ ଦମନ କରିବା ପାଇଁ ରାଜକୁମାର ଅଶୋକଙ୍କୁ ସେଠାକୁ ପଠାଯାଇଥିଲା। ଅଶୋକ ସେ ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଥିଲେ ଏବଂ ତକ୍ଷଶିଳା ଏବଂ ଉଜ୍ଜୟିନୀର ପ୍ରାଦେଶିକ ଶାସନକର୍ତ୍ତା ରୂପେ ନିଯୁକ୍ତ ହୋଇଥିଲେ। ଯେତେବେଳେ ବିନ୍ଦୁସାରଙ୍କ ମୃତ୍ୟୁ ହେଲା, ସେତେବେଳେ ଅଶୋକ ମଗଧର ସିଂହାସନକୁ ଆରୋହଣ କରିଥିଲେ, କିନ୍ତୁ ତାଙ୍କର ରାଜ୍ୟାଭିଷେକ ହେବା ପାଇଁ ପାଖାପାଖି 4 ବର୍ଷ ସମୟ ଲାଗିଥିଲା। ଅଶୋକଙ୍କର ସମଗ୍ର ଜୀବନରେ ସବୁଠାରୁ ପ୍ରମୁଖ ଘଟଣା ଥିଲା କଳିଙ୍ଗ ଯୁଦ୍ଧ। ସୁବର୍ଣ୍ଣରେଖା ନଦୀଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ଯେଉଁ ସୁବିସ୍ତୃତ ପୂର୍ବ ସାଗର ଉପକୂଳବର୍ତ୍ତୀ ଅଞ୍ଚଳ ରହିଛି, ତାହା କଳିଙ୍ଗ ରାଷ୍ଟ୍ରର ଅନ୍ତର୍ଭୁକ୍ତ ଥିଲା। ଏହା ଥିଲା ପ୍ରାଚୀନ ଭାରତର ଏକ ଶକ୍ତିଶାଳୀ ଏବଂ ସ୍ୱାଧୀନ ରାଷ୍ଟ୍ର, ଏବଂ କୁହାଯାଏ କି ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା। ଅଶୋକ ନିଜ ସାମ୍ରାଜ୍ୟର ନିକଟରେ ଥିବା ଏକ ସ୍ୱାଧୀନ ଏବଂ ଶକ୍ତିଶାଳୀ ରାଷ୍ଟ୍ରର ସ୍ଥିତିକୁ ସହ୍ୟ କରିପାରିନଥିଲେ। ଏହି କଳିଙ୍ଗ ରାଷ୍ଟ୍ର, ଯାହାକି ବର୍ତ୍ତମାନର ଓଡ଼ିଶା ରାଜ୍ୟ, ତାହା ଥିଲା ବିପୁଳ ଐଶ୍ୱର୍ଯ୍ୟର ଅଧିକାରୀ ଏବଂ ବାଣିଜ୍ୟ କାରବାରର ପୀଠସ୍ଥଳୀ। ସେଥିପାଇଁ ମଗଧ ସାମ୍ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅଶୋକ କଳିଙ୍ଗ ଆକ୍ରମଣ କରିବା ପାଇଁ ଇଚ୍ଛା କରିଥିଲେ। ଖ୍ରୀଷ୍ଟପୂର୍ବ 261 ମସିହାରେ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ ଏବଂ ଅନେକ ବିଶ୍ୱାସ କରନ୍ତି ଯେ ଶକ୍ତିଶାଳୀ କଳିଙ୍ଗ ବାହିନୀ ଭୁବନେଶ୍ୱରର ଦୟା ନଦୀ କୂଳରେ ଥିବା ଧଉଳି ପାହାଡ଼ ନିକଟରେ ଅଶୋକଙ୍କ ସେନାବାହିନୀକୁ ପ୍ରତିରୋଧ କରିଥିଲେ। କଳିଙ୍ଗ ସେନାର ପ୍ରବଳ ପରାକ୍ରମ ଅଶୋକଙ୍କ ସେନା ସମ୍ମୁଖରେ ପରାଜୟ ବରଣ କରିଥିଲା। ଏହି ଯୁଦ୍ଧରେ 1 ଲକ୍ଷ ଲୋକ ନିହତ ହେଲେ, 1.5 ଲକ୍ଷ ଲୋକଙ୍କୁ ବନ୍ଦୀ କରାଯାଇଥିଲା। ଯୁଦ୍ଧଜନିତ ମୃତ୍ୟୁ, ରକ୍ତପାତ, କ୍ଷୟକ୍ଷତି ଏବଂ ଆହତ ସୈନ୍ୟମାନଙ୍କର ଆର୍ତ୍ତନାଦ ଅଶୋକଙ୍କର ହୃଦୟକୁ ବ୍ୟଥିତ କରିଥିଲା। ତାଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା। ସେଠାରେ ସେ ଅସ୍ତ୍ରତ୍ୟାଗ କରିଥିଲେ ଏବଂ ଜୀବନରେ ଆଉ କେବେ ବି ଯୁଦ୍ଧ କରିବେ ନାହିଁ ବୋଲି ସେହିଠାରେ ହିଁ ସେ ସ୍ଥିର କରିଥିଲେ। କଳିଙ୍ଗ ଯୁଦ୍ଧ ଅଶୋକଙ୍କର ଜୀବନଧାରାକୁ ସମ୍ପୂର୍ଣ୍ଣ ରୂପରେ ବଦଳାଇ ଦେଇଥିଲା। କଳିଙ୍ଗ ଯୁଦ୍ଧ ଯୋଗୁଁ ହୋଇଥିବା ରକ୍ତପାତ ହିଁ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା। ଏହି ଯୁଦ୍ଧ ପରେ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ଏହାର ଉନ୍ନତି ଏବଂ ପ୍ରସାର ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ନିୟୋଜିତ କରିଥିଲେ। ବୌଦ୍ଧ ଧର୍ମର ଅହିଂସା ନୀତି ପ୍ରତି ଆକୃଷ୍ଟ ହୋଇ ତାହାର ପ୍ରଚାର ପାଇଁ ସେ ଯଥେଷ୍ଟ ଉଦ୍ୟମ କରିଥିଲେ। ଅଶୋକ ଧର୍ମ ପ୍ରଚାର ପାଇଁ ଲୁମ୍ବିନୀ, ସାରନାଥ, କୁଶୀନଗର, ଯାହା କୁଶୀନାର ନାମରେ ମଧ୍ୟ ପରିଚିତ, ଇତ୍ୟାଦି ସ୍ଥାନକୁ ସେ ନିଜେ ଯାତ୍ରା କରିଥିଲେ। ତାଙ୍କର ଏହି ଯାତ୍ରାକୁ ଧର୍ମଯାତ୍ରା କୁହାଯାଏ।
ବୌଦ୍ଧ ଧର୍ମର ପ୍ରଧାନ ପୀଠସ୍ଥଳୀମାନଙ୍କୁ ଯାତ୍ରା କରିବା ଦ୍ୱାରା ଅନେକ ଲୋକ ବୌଦ୍ଧ ଧର୍ମ ପ୍ରତି ଆକୃଷ୍ଟ ହୋଇ ବୌଦ୍ଧ ଧର୍ମକୁ ମଧ୍ୟ ଗ୍ରହଣ କରିଥିଲେ। ଅଶୋକ ଧର୍ମ ମହାପାତ୍ର ନାମକ କର୍ମଚାରୀମାନଙ୍କୁ ମଧ୍ୟ ନିଯୁକ୍ତି ଦେଉଥିଲେ। ଏହି ଧର୍ମ ମହାପାତ୍ରମାନେ ସମଗ୍ର ଦେଶରେ ଭ୍ରମଣ କରି ଲୋକମାନଙ୍କୁ ତାଙ୍କ ଦ୍ୱାରା ପ୍ରବର୍ତ୍ତିତ ଧମ୍ମ, ଯାହାକି ଧର୍ମ, ଏହି ନୀତି ସବୁକୁ ଶୁଣାଉଥିଲେ ଏବଂ ବୌଦ୍ଧ ଧର୍ମ ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଧମ୍ମ ନୀତିକୁ ବୁଝାଉଥିଲେ। ଏହାଛଡ଼ା ଅଶୋକ ରାଜୁକ, ପ୍ରାଦେଶିକ ଯୁକ୍ତ ନାମକ କର୍ମଚାରୀମାନଙ୍କୁ ମଧ୍ୟ ନିଯୁକ୍ତ କରିଥିଲେ। ଏମାନେ ପ୍ରଜାମାନଙ୍କୁ ଶ୍ରଦ୍ଧା କରିବା ସହିତ ସେମାନଙ୍କର ମଙ୍ଗଳ ପାଇଁ ମଧ୍ୟ କାର୍ଯ୍ୟ କରୁଥିଲେ। ଅଶୋକ ପ୍ରଜାମାନଙ୍କର ମଙ୍ଗଳ ପାଇଁ ବହୁ ଜନହିତକର କାର୍ଯ୍ୟ କରିଛନ୍ତି। ଲୋକମାନଙ୍କର ଯାତାୟାତ ପାଇଁ ସେ ରାସ୍ତାମାନ ନିର୍ମାଣ କରୁଥିଲେ। ପଥିକମାନଙ୍କର ସୁବିଧା ପାଇଁ ରାସ୍ତା କଡ଼ରେ ଛାୟା ପ୍ରଦାନ କରି ବୃକ୍ଷରୋପଣ ମଧ୍ୟ କରୁଥିଲେ। ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ଅନେକ ସ୍ଥାନରେ ଔଷଧ ଜାତୀୟ ବୃକ୍ଷଲତାର ବଗିଚା ମଧ୍ୟ ନିର୍ମାଣ କରିଥିଲେ। ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅନେକ କୂପ ମଧ୍ୟ ସେ ଖେଳାଉଥିଲେ। ପଥିକମାନଙ୍କର ବିଶ୍ରାମ ପାଇଁ ସେ ପାନ୍ଥଶାଳାମାନ ନିର୍ମାଣ କରିଥିଲେ। ମନୁଷ୍ୟ ଏବଂ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଚିକିତ୍ସାଳୟ ସେ ସ୍ଥାପନ କରିଥିଲେ। ଅନ୍ୟାନ୍ୟ ମୌର୍ଯ୍ୟ ଶାସକମାନଙ୍କ ପରି ଅଶୋକ ମଧ୍ୟ ଭାରତ ବାହାରେ ଥିବା ଦେଶମାନଙ୍କ ସହିତ ସମ୍ପର୍କ ରଖିଥିଲେ। ଅଶୋକଙ୍କ ପ୍ରଚେଷ୍ଟାରେ ପଶ୍ଚିମ ଏସିଆରେ ଲୋକମାନଙ୍କ ମଧ୍ୟରେ ଭ୍ରାତୃତ୍ୱ, ଅହିଂସା ଓ ଶାନ୍ତି ପ୍ରଭୃତି ମାନବିକ ନୀତିମାନଙ୍କର ମୂଳଭିତ୍ତି ସ୍ଥାପନ ହୋଇପାରିଥିଲା। ସେ ନିଜ ପୁତ୍ର ଏବଂ କନ୍ୟାକୁ ସିଂହଳ ଦେଶକୁ ପଠାଇଥିଲେ, ଯାହାକି ଆଜିର ଶ୍ରୀଲଙ୍କା। ସେଠାରେ ସେ ବୌଦ୍ଧ ଧର୍ମର ପ୍ରଚାର ଏବଂ ପ୍ରସାର କରିବା ସହିତ ଭ୍ରାତୃତ୍ୱ ଭାବ ସୃଷ୍ଟି କରିଥିଲେ। ସେହିପରି ବ୍ରହ୍ମଦେଶକୁ ଶୋଣ ଏବଂ ଉତ୍ତର ନାମକ 2 ଜଣ ବୌଦ୍ଧ ଭିକ୍ଷୁଙ୍କୁ ପଠାଇଥିଲେ। ବ୍ରହ୍ମଦେଶ ଅର୍ଥାତ୍ ମ୍ୟାମାର ଆମ ଭାରତ ଧର୍ମର ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟ ଅଶୋକ ସ୍ତମ୍ଭ, ଧଉଳିଗିରି ଅଶୋକଙ୍କ ନାମରେ, ଯାହା ବୁଦ୍ଧଙ୍କ ଜୀବନର କେତେକ ପ୍ରମୁଖ ଘଟଣାବଳୀକୁ ଏଠାରେ ପଥର ଦେହରେ ଖୋଦେଇ କରାଯାଇଛି। ଏକ ସମ୍ଭ୍ରାନ୍ତ ରାଜ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ଗୌତମଙ୍କର ସଂସାର ପ୍ରତି ବିରାଗ ମନୋଭାବ ଦେଖାଦେଇଥିଲା। ସେ ରାଜକୀୟ ପରିବେଶରୁ ଦୂରେଇ ରହୁଥିଲେ। ପୁତ୍ରର ଅନାଗ୍ରହ ଦେଖି ପିତା ସୁଧୋଦନ ତାଙ୍କୁ ଯଶୋଧରା ନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟା ସହିତ ବିବାହ କରାଇଦେଲେ। ବିବାହ ପରେ ମଧ୍ୟ ତାଙ୍କର ରାହୁଲ ନାମକ ଏକ ପୁତ୍ର ଜାତ ହେଲା, କିନ୍ତୁ ସନ୍ତାନ, ବିବାହ, ରାଜସୁଖ ଗୌତମକୁ ସଂସାର ମଧ୍ୟରେ ବାନ୍ଧି ରଖି ପାରିନଥିଲା। ଗୌତମ ନଗର ପରିକ୍ରମା କରୁଥିବା ସମୟରେ ସେ ଏକ ବୃଦ୍ଧ, ଏକ ରୋଗୀ ଏବଂ ଏକ ଶବକୁ ଦେଖିଥିଲେ। ଏସବୁ ଦୃଶ୍ୟ ଦେଖିକି ତାଙ୍କ ମନରେ ବୈରାଗ୍ୟ ଭାବ ଆସିଥିଲା। ସେ ଭାବିଲେ କି ସଂସାରରେ ରହିଲେ ଏହିସବୁ ଦୁଃଖ ନିଶ୍ଚିତ ଭାବରେ ଭୋଗିବାକୁ ହେବ। ସେ ଦିନେ ଗୈରିକ ବସନ ପରିହିତ ଜଣେ ସାଧୁଙ୍କୁ ଦେଖି ସେ ନିଜେ ଉପଲବ୍ଧ କରିଥିଲେ ଯେ ସାଂସାରିକ ଦୁଃଖ ଏବଂ କଷ୍ଟରୁ ମୁକ୍ତି ପାଇବାର ଏକମାତ୍ର ମାର୍ଗ ହେଲା ସନ୍ନ୍ୟାସ। ଏହା ତାଙ୍କୁ ଆକୃଷ୍ଟ କରିଥିଲା। ତେଣୁ ସେ 29 ବର୍ଷ ବୟସରେ ଏକ ଗଭୀର ରାତ୍ରିରେ ସ୍ତ୍ରୀ, ପୁତ୍ର ଏବଂ ରାଜପ୍ରସାଦକୁ ଛାଡ଼ି ସତ୍ୟର ସନ୍ଧାନ ପାଇଁ ଗୃହ ତ୍ୟାଗ କଲେ। ଏହି ସଂସାର ତ୍ୟାଗକୁ ବୌଦ୍ଧ ଗ୍ରନ୍ଥରେ ମହାଭିନିଷ୍କ୍ରମଣ ବୋଲି କୁହାଯାଏ। ଗୃହ ତ୍ୟାଗ କରି ଗୌତମ 6 ବର୍ଷ ଧରି ବିଭିନ୍ନ ସ୍ଥାନ ବୁଲି ଜ୍ଞାନ ଆହରଣ କରିବାର ମାର୍ଗ ଖୋଜିଥିଲେ। ସେ ଆରାଧ କାଲାମ ଏବଂ ରୁଦ୍ରକ ରାମପୁତ୍ର ନାମକ ସନ୍ନ୍ୟାସୀମାନଙ୍କ ଶିଷ୍ୟ ହେଲେ। ମାତ୍ର ସେ ସେଥିରେ ସନ୍ତୁଷ୍ଟ ହେଲେନି। ତେଣୁ ସେ ଗୟାକୁ ଯାଇ ନିରଞ୍ଜନା ନଦୀ କୂଳରେ ଥିବା ଏକ ଅଶ୍ୱତ୍ଥ ଗଛ ମୂଳରେ ଧ୍ୟାନମଗ୍ନ ହୋଇଥିଲେ। ବହୁଦିନ ଧ୍ୟାନମଗ୍ନ ହେବା ପରେ ସେ ତାଙ୍କର ଜ୍ଞାନ ପ୍ରାପ୍ତ କରିଥିଲେ। ତେଣୁ ସେ ବୁଦ୍ଧ ନାମରେ ନାମିତ ହୋଇଥିଲେ। ଯେଉଁ ଅଶ୍ୱତ୍ଥ ବୃକ୍ଷ ମୂଳରେ ଧ୍ୟାନ କରୁଥିଲେ ସେହି ବୃକ୍ଷକୁ ବୋଧିଦ୍ରୁମ ଓ ସେ ଯେଉଁ ସ୍ଥାନରେ ଧ୍ୟାନ କରିଥିଲେ ସେ ସ୍ଥାନକୁ ବୁଦ୍ଧ ଗୟା ବୋଲି କୁହାଯାଏ। ଏହା ବର୍ତ୍ତମାନ ବିହାରର ବୋଧଗୟା ନାମରେ ପରିଚିତ। ଜ୍ଞାନ ଲାଭ ପରେ ବୁଦ୍ଧଦେବ ପ୍ରଥମେ ସାରନାଥର ହରିଣ ଉଦ୍ୟାନରେ 5 ଜଣଙ୍କୁ ଧର୍ମବାଣୀ ପ୍ରଚାର କରିଥିଲେ। ଏହି ପ୍ରଥମ ଧର୍ମ ପ୍ରଚାରକୁ ବୌଦ୍ଧ ଧର୍ମରେ ଧର୍ମଚକ୍ର ପ୍ରବର୍ତ୍ତନ ବୋଲି କୁହାଯାଏ। ବୁଦ୍ଧଦେବ ତାଙ୍କର ଦିବ୍ୟ ଜ୍ଞାନକୁ ବିତରଣ କରିବା ଉଦ୍ଦେଶ୍ୟରେ ଭାରତର ବିଭିନ୍ନ ସ୍ଥାନକୁ ଯାଇଥିଲେ। ମଗଧକୁ ଯାତ୍ରା କରି ସେ ରାଜା ବିମ୍ବିସାର ଏବଂ ଅଜାତଶତ୍ରୁଙ୍କୁ ମଧ୍ୟ ତାଙ୍କ ଧର୍ମରେ ଦୀକ୍ଷିତ କରାଇଥିଲେ। ସେ କୋଶଳ ଯାତ୍ରା କରିଥିଲେ। ସେଠାରେ ରାଜା ପ୍ରସନ୍ନଜିତ ଏବଂ ରାଣୀ ମଲ୍ଲିକାଙ୍କୁ ମଧ୍ୟ ନିଜର ଶିଷ୍ୟ କରାଇଥିଲେ। କପିଳବସ୍ତକୁ ସେ ଯାଇଥିଲେ, ଯେଉଁଠାରେ ନିଜର ପିତା ପୁତ୍ର ରାହୁଳଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରାଇଥିଲେ। ସେ ଧୀରେ ଧୀରେ ଶ୍ରାବସ୍ତୀ, ନାଳନ୍ଦା, କୌଶାମ୍ବୀ, ଚମ୍ପା, ପାବା, କୁଶୀନଗର ଆଦି ସ୍ଥାନକୁ ମଧ୍ୟ ଯାଇଥିଲେ, ଯାହାକି ପ୍ରାଚୀନ ଭାରତର ଏକ ପ୍ରମୁଖ ସହର ଏବଂ ରାଜ୍ୟ ଥିଲା। ସେ ସେହି ସ୍ଥାନଗୁଡ଼ିକୁ ଭ୍ରମଣ କରି ନିଜର ଧର୍ମମତ ସରଳ ଭାଷାରେ ପ୍ରଚାର କରିଥିଲେ। ସେ ସମୟରେ ଯେଉଁ ପାଲି ଭାଷା, ପ୍ରାକୃତ ଭାଷା ଇତ୍ୟାଦିରେ ସେ ଏହାକୁ ପ୍ରଚାର କରିଥିଲେ। ସେ 45 ବର୍ଷ ପୂର୍ବେ ବୁଦ୍ଧଦେବ ତାଙ୍କର ଧର୍ମ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ ଏବଂ 80 ବର୍ଷ ବୟସରେ ଉତ୍ତରପ୍ରଦେଶର କୁଶୀନଗର ସେହି ସ୍ଥାନରେ ସେ ନିଜର ଦେହକୁ ତ୍ୟାଗ କରିଥିଲେ। ଭଗବାନ ବୁଦ୍ଧ 4ଟି ସତ୍ୟକୁ ପ୍ରଚାର କରିଥିଲେ। ଏହାକୁ ଚତୁଃ ଆର୍ଯ୍ୟ ସତ୍ୟ ବୋଲି କୁହାଯାଏ। ସେଗୁଡ଼ିକ ହେଉଛି ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ,
ଏହି ମାନେ ଯୁଦ୍ଧର ପୂଜା କାରଣ ହେଉଛି ହେଉଛି କି? କାମନା, ଆଉ କାମନାର ମାନେ ବିନାଶରେ ହିଁ ତିନି ପଟେ ମୂର୍ତ୍ତି ବିନାଶ ଅଛନ୍ତି। ହୋଇଥାଏ। ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ମାଧ୍ୟମରେ କହିଲେ? କାମନାର ବିନାଶ ହୋଇପାରିବ। ଏଠି ପୂଜା ହେଉଛନ୍ତି, କାମନାର ସେପଟେ କାହିଁ ବିନାଶ ପୂଜା ହେଲେ ହେଉନାହାନ୍ତି? ନିର୍ବାଣ ନିଶ୍ଚିତ ଭାବରେ ପ୍ରାପ୍ତି ହେବ। ତେଣୁ ଏହି ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ କ'ଣ? ତାହା ହେଉଛି ହଁ, ସତ୍ ଗୋଟେ ଗୋଟେ ବିଶ୍ୱାସ, ବୁଝାଉଛି। ସତ୍ ଚିନ୍ତା, ମୁଁ କହିଲି ସତ୍ କର୍ମ, ମାନେ ବିଶେଷ ସତ୍ ମହତ୍ତ୍ୱ ଥିବ ବୋଲି ବାକ୍ୟ, ବୁଝାଉଛି। ସତ୍ ଆଚାର, ସତ୍ ଉଦ୍ୟମ, ସତ୍ ତିନି ପଟ ଜୀବିକା ଏବଂ ସତ୍ ସଂକଳ୍ପ। ଏହା ବ୍ରାହ୍ମଣ ଧର୍ମର କୋମଳତା ଏବଂ ଜୈନ ଧର୍ମର କଠୋରତା ମଧ୍ୟବର୍ତ୍ତୀ ହୋଇଥିବାରୁ ଏହାକୁ ମଧ୍ୟମ ମାର୍ଗ ମଧ୍ୟ କୁହାଯାଏ। ଗୌତମ ବୁଦ୍ଧ ଅହିଂସା ଆଚରଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ, ଆଉ ଅହିଂସା ହିଁ ହେଉଛି ବୌଦ୍ଧ ଧର୍ମର ମୂଳମନ୍ତ୍ର। ତେଣୁ ଅନ୍ୟ ଜଣେ କୌଣସି ମନୁଷ୍ୟ ହେଉ ବା ପ୍ରାଣୀ ହେଉ ତାକୁ ହତ୍ୟା ବା ଆଘାତ କରିବା ଉଚିତ ନୁହେଁ ବୋଲି ବୁଦ୍ଧଦେବ ତାଙ୍କ ଶିଷ୍ୟମାନଙ୍କୁ ସବୁବେଳେ କହୁଥିଲେ। ବୁଦ୍ଧଦେବ ଈଶ୍ୱରଙ୍କୁ ପୂଜା କରିବାର ପକ୍ଷପାତୀ କେବେ ବି ନଥିଲେ। ମୂର୍ତ୍ତି ପୂଜା କରିବା, ଯାଗଯଜ୍ଞ, ବଳିପ୍ରଥାକୁ ସେ ବାରଣ କରିଥିଲେ। ସେ ଭକ୍ତିମୟ ଜୀବନଯାପନ ଉପରେ ସର୍ବଦା ଗୁରୁତ୍ୱ ଆରୋପ କରିଥିଲେ। ମୋ ପଛପଟେ ଅଶୋକଙ୍କ ଶିଳାଲେଖ ରହିଛି। ତ ଅଶୋକଙ୍କ ଶିଳାଲେଖ ବିଷୟରେ ଆପଣ ନିଶ୍ଚିନ୍ତରେ ଆପଣଙ୍କ ବହିରେ ଯେତେବେଳେ ସ୍କୁଲରେ ପଢୁଥିଲେ ପଢିଥିବେ। ତ ଏଠାରେ ଅଶୋକଙ୍କ ଶିଳାଲେଖ ରହିଛି, ଆଉ କଳିଙ୍ଗ ଯୁଦ୍ଧ ପରେ ଅଶୋକ ଏଠାରେ ନିଜର ଶିଳାକୁ ଖୋଦେଇ କରି ଏ ଯୁଦ୍ଧ ବିଷୟରେ ଏବଂ ବୌଦ୍ଧ ଧର୍ମ ବିଷୟରେ ଯାହା କିଛି ବର୍ଣ୍ଣନା କରିଥିଲେ ତାହା ମୁଁ ଆପଣଙ୍କୁ ଦେଖେଇବି। ଅଶୋକ ବୌଦ୍ଧ ଧର୍ମର ପ୍ରସାର ପାଇଁ ଅନେକ ସ୍ତମ୍ଭ, ସ୍ତୂପ, ବିହାରମାନ ଇତ୍ୟାଦି ସାମ୍ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ କରିଥିଲେ। ଆଉ ଏ ହେଉଛି ଭୁବନେଶ୍ୱର ନିକଟରେ ଧଉଳି ପାହାଡ଼ରେ ତାଙ୍କର ଏହି ଶିଳାଲେଖ, ଯାହାକି ଏବେ ଆପଣ ଦେଖୁଛନ୍ତି। ତାଙ୍କର ଆର ଏକ ଶିଳାଲେଖ ଗଞ୍ଜାମ ଜିଲ୍ଲାର ଜଉଗଡ଼ଠାରେ ମଧ୍ୟ ଅଛି। ତାଙ୍କ ନିର୍ଦ୍ଦେଶରେ ଶିଳା ଏବଂ ସ୍ତମ୍ଭମାନଙ୍କରେ ଖୋଦିତ ଲେଖାର ବିଷୟବସ୍ତୁ ହେଉଛି ପ୍ରଜା ଏବଂ ରାଜକର୍ମଚାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଅନୁଶାସନ। ଏହା ମଧ୍ୟ ତାଙ୍କ ଦ୍ୱାରା ପ୍ରବର୍ତ୍ତିତ ଧମ୍ମନୀତିକୁ ସୂଚାଇଥାଏ।